କର୍ତ୍ତବ୍ୟ ଆଗରେ ହାର ମାନିଲା ବଢିଲା ନଈ। ବିପଦକୁ ଖାତିର ନକରି ନଦୀ ପାର ହେଲେ ଅଙ୍ଗନୱାଡି ଦିଦି। ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡି ଗ୍ରାମ ବଳଦା ନଦୀ ବଢିବାରୁ ବିଚ୍ଛିନ୍ନ ହୋଇଯାଇଛି। ଭରା ନଦୀରେ ପୋଲ ନଥିବାରୁ ଲଗାଣ ବର୍ଷା ହେବା ଫଳରେ ହଳଡି ଗ୍ରାମଟି ପାଣି ଘେରରେ ରହିଛି। ଅତି ଜରୁରୀ କାମ ଥିଲେ ନଦୀରେ ପଶି ଲୋକମାନେ ଯିବା ଆସିବା କରନ୍ତି। ଏପରି ପରିସ୍ଥିତିରେ ହଳଡି ଝରାସାହି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ନିଜ କର୍ତ୍ତବ୍ୟକୁ ଭୁଲି ନାହାନ୍ତି। କାଦକଳା ଗାଁର କରିସ୍ମା ନାୟକ ମଳଦା ନଦୀ ପାର ହୋଇ ନିଜ ଅଙ୍ଗନୱାଡି କେନ୍ଦ୍ରକୁ ଯାଇଛନ୍ତି। ଆଉ କୁନି କୁନି ପିଲାମାନଙ୍କୁ ପାଠ ପଢାଉଛନ୍ତି। ସୂଚନା ମୁତାବକ ଗତ 3 ବର୍ଷ ପୂର୍ବେ ହଳଡି ଝରାସାହିରେ ଅଙ୍ଗନୱାଡି କର୍ମୀ ଭାବେ କରିସ୍ମା ଯୋଗ ଦେଇଛନ୍ତି। ହଳଡି ଗାଁକୁ କାଦକଳା ଠାରୁ 2 କିଲୋମିଟର ଚାଲିଲା ପରେ ମଳଦା ନଈ ପାରି ହୋଇ ହଳଡି ଗାଁକୁ ଯାଆନ୍ତି। ନଦୀରେ ପୋଲ ନଥିବାରୁ ଅଧିକ ବର୍ଷା ହେଲେ ନଦୀରେ ବନ୍ୟା ପାଣି ପ୍ରବାହିତ ହୋଇଥାଏ, ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଗ୍ରାମବାସୀ। ତେବେ ଏପରି ପରିସ୍ଥିତିରେ କରିସ୍ମା ନଦୀ ପାର ହୋଇଥିବାରୁ କରିସ୍ମାଙ୍କ ଏପରି କାମ ତାଙ୍କ କର୍ତ୍ତବ୍ୟ ପରିଣତକୁ ନେଇ ଗ୍ରାମବାସୀ ବେଶ ଖୁସି ହେବା ସହିତ ତାଙ୍କୁ ପ୍ରଶଂସା କରିଛନ୍ତି। ଏଥିସହିତ ଗୋଟିଏ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କେନ୍ଦୁଝରରୁ ମନୋଜ ଘିସିଙ୍କ ରିପୋର୍ଟ, ଖବର ଓଡ଼ିଶା।